आपण आर्थिक उन्नति हो आपण दी पैसा पातु या हूँ मुख्य उद्देश्य। तेणु आम आरंभ करूँ बहुत भल लगे ये जो परिवेश होती आपण मैंने ऑर्गेनाइज काम कर खुशी लगला देखिकी गोटे जिन मुझे जो बड़ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋର ଢେର ସାରା ଭଲ ପାଉଛି। ମୁଁ ସସ୍ମିତା ଆପଣଙ୍କୁ ସ୍ୱାଗତ ଜଣାଉଛି ଆଉ ଗୋଟେ ନୂଆ ଅଧ୍ୟାୟକୁ। ଆସନ୍ତୁ ଆଜି ଆମେ ବୁଲିଯିବା ଗ୍ରାମୀଣ ଶିଳ୍ପ ପାର୍କ। ଗ୍ରାମୀଣ ଶିଳ୍ପ ପାର୍କରେ କିଏ ଆସିଛନ୍ତି, କ'ଣ ପାଇଁ ଏତେ ସମସ୍ତେ ଖୁସିରେ ଅଛନ୍ତି, ଆସନ୍ତୁ ଦେଖିଯିବା। ଆମ ଏସ୍ଏଚଜି ମା ମାନଙ୍କର କାମ ଦେଖିବା ପାଇଁ ସ୍ପେଶାଲ ସେକ୍ରେଟାରୀ PRNDW ଡିପାର୍ଟମେଣ୍ଟର ସେକ୍ରେଟାରୀ ଆଜି ଶନିବାର ଦିବା 1 ଘଣ୍ଟିକା ସମୟରେ ବୌଦ୍ଧ ବ୍ଲକ ବଘିଆପଡ଼ା ଗ୍ରାମ ପଞ୍ଚାୟତରେ ଥିବା ଗ୍ରାମୀଣ ଶିଳ୍ପ ପାର୍କକୁ ଭିଜିଟ୍ କରିବାକୁ ପହଞ୍ଚିଛନ୍ତି। ମା ମାନେ ସେମାନଙ୍କର ଆସିବାକୁ ଅନାଇ ବସିଛନ୍ତି। କଳସ ବସାଇ ବିଭିନ୍ନ ପ୍ରକାର ଆମ ପାର୍କକୁ ଅପେକ୍ଷାରେ ଅଛନ୍ତି। ସବୁ ଅପେକ୍ଷାର ଅନ୍ତ ଘଣ୍ଟିଲା। ବର୍ତ୍ତମାନ ଆମର ସ୍ପେଶାଲ ସେକ୍ରେଟାରୀ ଆମ ଗହଣରେ ଆସି ପହଞ୍ଚି ସାରିଛନ୍ତି। ମା ମାନେ କଳସ ବସାଇ ପାରମ୍ପରିକ ହିସାବରେ ହୁଳହୁଳି ଦେଇ ସ୍ୱାଗତ ଜଣାଇଛନ୍ତି। ସମସ୍ତଙ୍କର ଖୁସି କହିଲେ ନ ସରେ। ଆସନ୍ତୁ ଦେଖନ୍ତୁ କେତେ ଖୁସିରେ ମା ମାନେ ସ୍ୱାଗତ କରୁଛନ୍ତି। ପୁଷ୍ପଗୁଚ୍ଛ ଦେଇ କଳସ ବସାଇ ସେମାନେ ସ୍ୱାଗତ କରିଛନ୍ତି। ସ୍ପେଶାଲ ସେକ୍ରେଟାରୀ PRNDW ଡିପାର୍ଟମେଣ୍ଟ ସାର୍ ପହଞ୍ଚି ପ୍ରଥମେ ସିଲେଇ ୟୁନିଟ୍ ପାଖରେ ପହଞ୍ଚିଥିଲେ। ମା ମାନଙ୍କ ସହ ଆଲୋଚନା ସୁବିଧା ଅସୁବିଧା ପଚାରି ବୁଝିଥିଲେ। କେଉଁଠାରୁ କାମ ପାଉଛ, ସରକାରୀ କାମ ପାଉଛ କି ନାହିଁ, ସ୍କୁଲ ୟୁନିଫର୍ମ ଅଙ୍ଗନୱାଡ଼ି ୟୁନିଫର୍ମ ଦେଉଛ କି ସିଲେଇକିନା ଦେଉଛ, କେମିତି କରୁଛ ସେ ବିଷୟରେ ପଚାରି ବୁଝିଥିଲେ। ସିଲେଇ ମେସିନ୍ର ୟୁନିଟ୍ ଦେଖି ସାରିଲା ପରେ ଖଲିପତ୍ର ୟୁନିଟ୍କୁ ବୁଲିବାକୁ ଯାଇଥିଲେ। ଖଲି ୟୁନିଟ୍ରେ ମାନେ ଖଲିର ରେଟ୍ କେତେ, କଞ୍ଚାମାଲ କେଉଁଠୁ ଆଣୁଛ, କେଉଁଠୁ ବିକୁଛ, କେତେଟା ମେସିନ୍ ଅଛି, କେତେଜଣ ମା କାମ କରୁଛନ୍ତି, କେତେ ରୋଜଗାର ହେଉଛି ସେ ବିଷୟରେ ଆଲୋଚନା କଲେ। ଖଲିପତ୍ରର ପ୍ରତ୍ୟେକ ମେସିନ୍ ବୁଲି ଦେଖିଥିଲେ। ପଛରେ ପଡ଼ିଥିବା ୱେଷ୍ଟ ଗୁଡ଼ାକ କ'ଣ ହେଉଛି ବୋଲି ସେଗୁଡ଼ାକ ବିଷୟରେ ଆଲୋଚନା କରିଥିଲେ। ଖଲିର ଦାମ ଦେଖିସାରି ମା ମାନଙ୍କ ସହିତ ଆଲୋଚନା ଆସନ୍ତୁ ଟିକେ ଦେଖିବା। ଖଲିଦନାର ୟୁନିଟ୍ ବୁଲି ସାରିଲା ପରେ ଆସି ହଳଦୀ ୟୁନିଟ୍ରେ ପହଞ୍ଚିଲେ। ହଳଦୀ ବାସ୍ନାରେ ମହକି ଉଠୁଥିଲା ହଳଦୀ ୟୁନିଟ୍। ହଳଦୀ ୟୁନିଟ୍ର ମା ମାନଙ୍କ ସହିତ ଆଲୋଚନା କରିଥିଲେ। ହଳଦୀ ରେଟ୍, କଞ୍ଚାମାଲ କେଉଁଠୁ ଅଣାଯାଉଛି, କେତେ ରେଟ୍ରେ ଅଣାଯାଉଛି, ସେମାନେ କେତେ ଟଙ୍କା ପାଉଛନ୍ତି, କେଉଁ ମାର୍କେଟରେ ଲୋକାଲ ମାର୍କେଟରେ ବିକୁଛନ୍ତି ନା ବାହାରକୁ ପଠାଉଛନ୍ତି, ସ୍କୁଲ ସବୁ ମଧ୍ୟାହ୍ନ ଭୋଜନ ଏବଂ ସବୁଆଡ଼େ କଣ୍ଟାକ୍ଟ କରିକି ମା ମାନଙ୍କୁ ହଳଦୀ ଅଧିକରୁ ଅଧିକ କେମିତି ଲାଭ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଆମ ମା ମାନଙ୍କର ଜିନିଷ କେମିତି ସବୁ ଜାଗାରେ ପହଞ୍ଚିବ ସେ ବିଷୟରେ ଆଲୋଚନା କରି ଓରମାର୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଆଲୋଚନା କରି ପୁରା ଦାୟିତ୍ୱ ଦେଇଥିଲେ। ମା ମାନଙ୍କର କେମିତି ବିକ୍ରି ଆଉ ଭଲ 2 ପଇସା ପାଇବେ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ମା ମାନଙ୍କ ସହିତ ସେ କ୍ଲୋଜଲି ପୁରା ନିଜ ପରିବାର ପରି କଥାବାର୍ତ୍ତା ହେଉଥିଲେ। କେଉଁଠି ଅସୁବିଧା ହେଉଛି ସେ ବାର ବାର ପଚାରୁଥିଲେ, କ'ଣ ଅସୁବିଧା ହେଉଛି କି, ଆଉ କ'ଣ କଲେ ତୁମେ ଅଧିକ କରିପାରିବ। ବହୁତ ସୁନ୍ଦର ଭାବରେ ମା ମାନଙ୍କ ସହିତ କଥା ହେଉଥିଲେ। ହଳଦୀ ୟୁନିଟ୍ ଦେଖି ସାରିଲା ପରେ ଯାଇ ପହଞ୍ଚିଲୁ ଛତି ୟୁନିଟ୍ ପାଖରେ। ଛତି କାରବା ଦରକାର ନୁହେଁ, କିନ୍ତୁ ସେଇ ଛତି ପକାଇବା ପାଇଁ ଆବଶ୍ୟକ ପଡ଼ିଥାଏ ମୁଞ୍ଜି। ସେଇ ମୁଞ୍ଜି ପାଇଁ ଆମେ ମା ମାନେ ସେଇ ମୁଞ୍ଜିକୁ ତିଆରି କରିଛନ୍ତି। ଛତୁ ମୁଞ୍ଜି ତିଆରି କରିବା ବହୁତ କଷ୍ଟସାଧ୍ୟ, କାରଣ ସେଇଟା ବହୁତ କଷ୍ଟରେ ହେଇଥାଏ ଆଉ ତା ପାଇଁ ବହୁତ ଗୁଡ଼ିଏ ଗାଇଡ଼ଲାଇନ୍ ଆମକୁ ମାନିବାକୁ ପଡ଼ିଥାଏ। ଆସନ୍ତୁ ସେଇ ଛତି ୟୁନିଟ୍କୁ ଆମେ ଟିକେ ବୁଲି ଦେଖିବା। ଛତୁ ମୁଞ୍ଜି କେଉଁଥିରେ ତିଆରି ହେଉଛି, କେମିତି ତିଆରି କରୁଛ, ଗ୍ଲାସରେ କରୁଛ, ସେ ବୋତଲ କେଉଁଠୁ ଆଣିଛ, ସ୍ପନ୍ ସେଟା କେମିତି ଦେଖୁଥିଲେ। ତାଙ୍କର ସୁବିଧା ଅସୁବିଧା ମା ମାନଙ୍କର ବୁଝୁଥିଲେ। ତେଣୁ ସେ
କେରୋସିନ ଦେଖି ସେ ବୋତଲ ଦେଖି କେମିତି ବର୍ତ୍ତୁଛୁ ମାଆମାନଙ୍କର ସବୁ ସମସ୍ୟାର ଗୋଟିଏ ଛାତ ତଳେ ଚାରି ଚାରିଟି ୟୁନିଟ୍ ଚାଲିଛି। ସବୁ ମାଆମାନେ ଗୋଟିଏ ୟୁନିଟ୍ରେ ନାହାନ୍ତି, ଅଲଗା ଅଲଗା ୟୁନିଟ୍ରେ ବିଭିନ୍ନ ପ୍ରକାର କାମ କରୁଛନ୍ତି। ଏଇ ଜିନିଷକୁ ଦେଖି ସାର୍ ବହୁତ ଖୁସି ହେଇଯାଇଥିଲେ। ସେ ପୁଣି ଆମ ମାଆମାନଙ୍କୁ ଏକାଠି କରି ମାଆମାନଙ୍କ ସହିତ କ'ଣ ଆଲୋଚନା କଲେ ଆସନ୍ତୁ ଆମେ ତାଙ୍କ ମୁହଁରୁ ଶୁଣିବା। तो सार सोनपुर बहुत सोनपुर जाइए आज बहुत भी विजिट कर तो मैम सर आप तो देखिले सर जहाँ अच्छी आपन सर आपण मान जीवन फीडबैक किसी कहींपारती सर माने सर भी चाहिए ଶୁଣନ୍ତୁ ଗୋଟେ ଇଏ ଏଇ ଯେଉଁ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ଏଇଟା ଗୋଟେ ବହୁତ ଭଲ କନସେପ୍ଟ। ୟାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ଯେତେବେଳେ ତିଆରି କରୁ ଆମେ ହିଁ କନସେପ୍ଟୁଆଲି କରୁ ପ୍ରଥମେ ଆଗରୁ ନଥିଲା ଆମେ କରିଛୁ ଆମେ ତାକୁ ଛୋଟ ପିଲାମାନେ ଆଉ ବଢ଼ଉଛୁ ଆମେ ଆକ୍ଚୁଆଲି ଦେଖିବା ପାଇଁ କେମିତି ହେଉଛି ବୋଲି ସେଥିପାଇଁ ଇନିସିଆଲି ୟାର ଯଦି ଭଲ ସକ୍ସେସ୍ ହେଲା ଗଭର୍ଣ୍ଣମେଣ୍ଟ ଆସ୍ତେ ଆସ୍ତେ ଅଧିକ ପଇସା ଆମକୁ ଦେବ ଯେତେ ପଇସା ଅଧିକ ଆସିବ ଆମେ ୟାର କଳବର ସେତିକି ବଢ଼େଇବୁ। ଏବେ ଇନିସିଆଲି ଷ୍ଟେଜ୍ରେ ଯେଉଁ ୟାର ଅଛି କନସେପ୍ଟ ଅଛି ଆମେ ଚାହୁଁଛୁ ସବୁ ବୌଦ୍ଧ ବ୍ଲକରେ କେଉଁ କେଉଁ ଗାଁରେ ସବୁ SHG ଗ୍ରୁପ୍ ଅଛନ୍ତି, ପ୍ରଡ୍ୟୁସର ମାନେ ଅଛନ୍ତି, ଆର୍ଟିସାନ ମାନେ ଅଛନ୍ତି, ଯେଉଁମାନେ କି ସ୍କୋପ୍ ପାଉନାହାନ୍ତି ଜିନିଷ ବିକ୍ରି କରିବାକୁ ଅର୍ଗାନାଇଜ୍ କରି ଗୋଟେ ଜାଗାରେ ବସିବାକୁ ତାଙ୍କୁ ଆମେ କ'ଣ ଡାକିକି ଆଣିକି ଗୋଟେ ସ୍ପେସ୍ ଦେବା। ପ୍ରଥମ ଗଲା ହେଉଛି ଏଠି ଫ୍ରି ଅଫ୍ କଷ୍ଟରେ ଯେମିତିକି ଏଠି ମାଆମାନେ ସିଲେଇ କରୁଛନ୍ତି, ଏଠି କପ୍ ପ୍ଲେଟ୍ ବନାଉଛନ୍ତି, ଏଠି ଟର୍ମରିକ୍ କରୁଛନ୍ତି, ସେମାନଙ୍କୁ ଆମେ ଏଠି ଡାକିକି ଆଣିବା ଆଣିକି ଗୋଟେ ଜାଗା ଦେଲେ ଜାଗା ଦେଇକିନା ସରକାରଙ୍କ ତରଫରୁ ତୁମ ବେପାର ବାଣିଜ୍ୟ କର ଆଉ ଗୋଲମାସ ତରଫରୁ ଏସବୁ ବିକ୍ରି ବଟାରେ ସହଯୋଗ ଆପଣ କରାଯିବ। ସପୋଜ କାଲି ଗୋଟେ ଆମର ମେଳା ଗୋଟେ ବଡ଼ ଜିନିଷ ଗୋଲମାସର ଯେତେବେଳେ ମେଳା ହେଉଛି ସେଠି ଫ୍ଲୋର୍ ସବୁ ରୁପିଜର ଜିନିଷ ବିକ୍ରି ହେଉଛି। ସେଠି ଯେହେତୁ ଆମେ ଜାଣିଛୁ ଆପଣମାନଙ୍କର କ୍ୱାଲିଟି ବହୁତ ଭଲ, ଏଠି ଜିନିଷ ତିଆରି ହେଉଛି ଅରିଜିନାଲ କେମିତି ହଳଦୀ ଅର୍ଗାନିକ୍ ହଳଦୀ ଓଡ଼ିଶାରେ ଏତେ ଭଲ ହଳଦୀ ଲୋକମାନେ ଜାଣିନାହାନ୍ତି। ଆଜି ବି ଯାଇକିନା ସେ ପୁଣି କିଣୁଛନ୍ତି ସେଇ ଯେଉଁ ରୁଚିର ହଳଦୀ କିଣୁଥିବେ କିଏ ଟାଟାର ହଳଦୀ କିଣୁଥିବେ ସିଏ ହଳଦୀ କ୍ୱାଲିଟି କ'ଣ ଆପଣ ହାତ ମାରି ଦେଖିଦେବେ ଏ ରଙ୍ଗ ଭଳିଆ ଆପଣଙ୍କର ଏମିତି ଆପଣଙ୍କ ହଳଦୀ ଯେତେବେଳେ ହାତରେ ମାରିବେ ସେ ଚିକଣ ଏତେ ହେବ ଯେ ହାତରେ ଛାଡ଼ିବନି, ସେଟା ସୁଧ ରଙ୍ଗ ମିଶିଥିବ। ଆପଣ ହଳଦୀ ଏମିତି ହୁଏନି, ବାସ୍ନା ନଥିବ। ତେଣୁ ଆମ ଓଡ଼ିଶାରେ ଯେଉଁ ଭଲ ଭଲ ଜିନିଷ ଯେଉଁଠି ପ୍ରଡ୍ୟୁସ୍ ହେଉଛି ଗାଁ ଗହଳିରେ ତାକୁ ଲୋକଲୋଚନକୁ ଆଣିବା ପାଇଁ ଆଉ ଯେଉଁ ଗାଁରେ ଯେଉଁ ରହିଲେ ଯେଉଁମାନେ ଯେଉଁ ଅରିଜିନାଲ ତିଆରି କରୁଛନ୍ତି ଆପଣମାନେ ଏଥିରେ ଲାଗିଛନ୍ତି ଆପଣଙ୍କ ଆର୍ଥିକ ଉନ୍ନତି ହେବ, ଆପଣ ଦୁଇ ପଇସା ପାଆନ୍ତୁ, ଏହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଆମେ ଆରମ୍ଭ କରିଛୁ, ମୋତେ ଭଲ ଲାଗିଲା ଏ ଯେଉଁ ପରିବେଶ ହେଇଛି ଏବଂ ଆପଣମାନେ ଅର୍ଗାନାଇଜ୍ ହେଇ କାମ କରୁଛନ୍ତି, ଖୁସି ଲାଗିଲା ଦେଖିକି। ଗୋଟେ ଜିନିଷ ମୁଁ ଆଜି ସେ ଯେଉଁ ଆମ ଭିଡ଼ିଓ ଷ୍ଟାଫ୍ଙ୍କୁ କହୁଥିଲେ ଏଇଟା ସଫା କରିଦେଲେ ସାପ ଫାପ ଜଙ୍ଗଲ ଫଙ୍ଗଲ ଆଉ ମଶା ଫସା ହେବେନି ହେଲା। ଅଳ୍ପ ପଇସା ଖର୍ଚ୍ଚ ହେବ, 500 ଟଙ୍କା ଖର୍ଚ୍ଚ କଲେ ଏଇଟା ପ୍ରିମିସେସ୍ ୱିଲ୍ ବି କ୍ଲିନ୍ ହେଲା ହେଇଯିବ। ଆପଣମାନେ ୟା ପରେ ଆମେ ଆପଣଙ୍କୁ ଅଧିକା ସୁଯୋଗ ଦେବାର ଚାନ୍ସ ଆମ ପାଖକୁ ଆସିଲେ ଆମେ ଆପଣଙ୍କୁ ସୁଯୋଗ ହେଲା। धन्यवाद सर। ଭିଡ଼ିଓଟି ଭଲ ଲାଗୁଥିଲେ ପ୍ଲିଜ୍ ଲାଇକ୍, ସେୟାର